କାହିଁ କେତେ ଦୂର ତୋ ସିଂହ ଦୁଆର, କିଏ ନେଇଯିବ ମୋତେ ସରଗ ଦ୍ୱାର। କାହିଁ କେତେ ଦୂର ତୋ ସିଂହ ଦୁଆର, କିଏ ନେଇଯିବ ମୋତେ ସରଗ ଦ୍ୱାର। ମାୟା ଜାଲେ ଛଟପଟ ଖୋଜି ମୁଁ ପାଉନି ବାଟ, ସରଗ ଯିବି ନା ଯିବି ନରକପୁର। କାଳିଆରେ ଭାରି ଲାଗୁଛି ଡର, କାଳିଆରେ ଭାରି ଲାଗୁଛି ଡର। ଆଲବମ୍ରେ ପାଖାପାଖି ମୁଁ 4000 ଗୀତ କରିଛି। ଅପେରା ଗୀତକୁ ଛାଡ଼ିଦେଲେ ପାଖାପାଖି 3500 4000 ଆଲବମ୍ ଗୀତ କରିଛି। ମାନେ ଆଲବମ୍ ମାନେ କହିଲେ ଆପଣ ଭଜନ, ଜଣାଣ, ଆପଣଙ୍କର ଆଧୁନିକ ସବୁ ସଙ୍ଗୀତ ମିଶିକିରି ଆଲବମ୍ ଗୀତ। ଆପଣଙ୍କର ହିଟ୍ ଭଜନରେ ଯେଉଁଥିରେ ଆପଣ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି, ଯେଉଁ ଭଜନଟା ହିଟ୍ ହେଇଛି, ଭଜନଟା ଆପଣ ଶୁଣିବେ ଶ୍ରୀଚରଣ ଗୋଟେ ଗାଇଥିଲା କାହିଁ କେତେ ଦୂର ମୋ, ତାକୁ ବି ପରବର୍ତ୍ତୀ ଷ୍ଟେଜ୍ରେ ଅନ୍ତରା ଗାଇଲା। ସେ ଗୀତଟା ପ୍ରାୟ ସବୁ ଓଡ଼ିଶାର ପୁରପଲ୍ଲୀରେ ଭାରି ସମସ୍ତଙ୍କୁ ଆଦୃତ ହୋଇଥିଲା। ଆଉ ସ୍ପେସିଆଲି ପଶ୍ଚିମ ଓଡ଼ିଶାରେ ମୁଁ ସେଇଟା ଆପଣଙ୍କୁ କହିବାକୁ ଚାହୁଁଛି ଯେ ମୁଁ ଟିକେ ପଶ୍ଚିମ ଓଡ଼ିଶାରେ ବହୁତ ପପୁଲାର ବି ମାନେ ହେଇଯାଇଥିଲି। କାହିଁକି ନା ପଶ୍ଚିମ ଓଡ଼ିଶାରେ ଆପଣ ଜାଣନ୍ତୁ ସେଠି ସବୁ ଫୋକ୍ ସଙ୍ଗୀତ ଚାଲେ, କିନ୍ତୁ ମୁଁ ଯେ ପ୍ରଥମ ମ୍ୟୁଜିକ୍ ସେଠି ଯାଇକରି ମାନେ ପଶ୍ଚିମ ଓଡ଼ିଶାରେ ଡ୍ରାମା ଫାମା ବିଭିନ୍ନ ନାଟକରେ ମୁଁ ମ୍ୟୁଜିକ୍ ଡିରେକ୍ସନ୍ ଦେଇଛି। ଏବଂ ସେ ଏରିଆରେ ଏଇ ଗୀତଟା ଏତେ ପପୁଲାର, ଅନ୍ତରା ଚକ୍ରବର୍ତ୍ତୀର ଗୀତଟା ହେଲା କାହିଁ କେତେ ଦୂର ତୋ ସିଂହ ଦ୍ୱାର। ଏବେ ବି ଦେଖିବେ ତାର ମିଲିୟନ ମିଲିୟନ ଭ୍ୟୁଅର୍। ଏବଂ ସବୁ ସେଠି ପଶ୍ଚିମ ଓଡ଼ିଶାର ସଂକୀର୍ତ୍ତନ ପାର୍ଟି ମାନେ ବି ହଜାର ହଜାର ସଂକୀର୍ତ୍ତନ ପାର୍ଟିରେ ବୋଲିକି ଆପଣ ୟୁଟ୍ୟୁବ୍ ଯଦି ଖୋଲିଲେ ଖାଲି କାହିଁ କେତେ ଦୂର ମାରିଦେବେ, ଆପଣ ଦେଖିବେ ବୋଧେ 5000 କି 10000 ସଂକୀର୍ତ୍ତନ ପାର୍ଟିର ସେମାନେ ଫଲୋ କରି ଗୀତ ଗାଉଛନ୍ତି। ତେଣୁ ସେଇଟା ଗୋଟେ ମୁଁ ଭାରି ଗୋଟେ ମାନେ ନିଜକୁ ମାନେ ଜଗନ୍ନାଥ ପାଖରେ ସମର୍ପିତ କରିଦେଇଥିଲେ ଏବଂ ପଶ୍ଚିମ ଓଡ଼ିଶାରେ ବହୁତ ହିଟ୍ ହେଇଛି ସେ ଗୀତଟା। ସଙ୍ଗୀତ ନିର୍ଦ୍ଦେଶନା ଦେଇ ଆପଣ ରାଜ୍ୟ ହେଉ କିମ୍ବା ରାଜ୍ୟ ବାହାରେ ହେଉ ସେମିତି କିଛି ମାନେ ମନ ଖୁସି ହେଲେ ଆପଣଙ୍କୁ କିଛି ଗୋଟେ ପୁରସ୍କୃତ? ନାଇଁ, ମୁଁ ସେଇଟା ଗୋଟେ ବଢ଼ିଆ ପ୍ରଶ୍ନ ଆପଣଙ୍କର ଯେ ମୁଁ ଟିକେ ବହୁତ ଆୱାର୍ଡ଼ ପଛରେ ଗୋଡ଼ାଏନି। ଯେଉଁ ଅନୁଷ୍ଠାନ ମାନେ ମୋତେ ଭଲ ପାଆନ୍ତି, ଜାଣିଛନ୍ତି କିଛି କଣ୍ଟ୍ରିବ୍ୟୁସନ୍ କରିଛନ୍ତି, ମୋତେ ଡାକନ୍ତି। ତଥାପି ମୁଁ ପାଖାପାଖି 100ରୁ ଉର୍ଦ୍ଧ୍ୱ ପୁରସ୍କାର ମାନପତ୍ର ପାଇଛି ମାନେ ରାଜ୍ୟ ଭିତରେ। କିନ୍ତୁ କେବଳ ଯେ ପ୍ରଥମ ମୁଁ ଯେ ମାନେ ଭାରତ ସରକାରଙ୍କର ପରିଚାଳିତ ଗୋଟେ ଅନୁଷ୍ଠାନ ହେଉଛି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼। ସେଠି ଗୋଟେ ଦେଶାତ୍ମବୋଧକ ଗୀତ କରିଥିଲି। 12 ଜଣ କଣ୍ଠଶିଳ୍ପୀ ଓଡ଼ିଶାରେ ଗାଇଥିଲେ ମୋ ମା ମୋ ଦେଶ ସୁନାର ଭାରତବର୍ଷ ଆଜାଦି କା ଅମୃତ ମହୋତ୍ସବ ସମୟରେ। ସେ ଗୀତଟାକୁ ସେମାନେ ଭାରି ଲାଇକ୍ କରିଥିଲେ ଏବଂ ମୋତେ ମୁଁ ପ୍ରଥମ ଓଡ଼ିଶାର ମ୍ୟୁଜିକ୍ ଡାଇରେକ୍ଟର ଯିଏକି ମୋତେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ଦେଇଥିଲେ ଏବଂ ପୁରସ୍କାର ବି ମୋତେ ଗଭର୍ଣ୍ଣର ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଦେଇଥିଲେ। କିନ୍ତୁ ମୁଁ ଏପର୍ଯ୍ୟନ୍ତ ସଙ୍ଗୀତ ନାଟକ ଏକାଡେମୀ ଆୱାର୍ଡ଼ ପାଇନି କି ରାଜ୍ୟ ସ୍ତରୀୟ ପୁରସ୍କାର, ରାଜ୍ୟ ମାନେ ସରକାରଙ୍କର କୌଣସି ପୁରସ୍କାର ପାଇନି, ଖୁବ୍ କମ୍ ପୁରସ୍କାର ପାଇଛି। ଆପଣ ଯେତେବେଳେ ପ୍ରଥମ ସଙ୍ଗୀତ ନିର୍ଦ୍ଦେଶନା ଦେଲେ, ଆପଣ ପ୍ରଥମ ସଙ୍ଗୀତ ନିର୍ଦ୍ଦେଶନା କେତେ ପାରିଶ୍ରମିକ ସେଟା ପାଇଥିଲେ? ନା, ମୁଁ ସବୁଠାରୁ ଆଶ୍ଚର୍ଯ୍ୟ କଥା ମୁଁ କିଛି ପାରିଶ୍ରମିକ ନିଏ ନାହିଁ। କାରଣ ମୁଁ ଯେହେତୁ ସରକାରୀ ଚାକିରି କରିଥିଲି, ମୁଁ ପଇସା ନିଏ ନାହିଁ। ଯେଉଁ ପ୍ରଡ୍ୟୁସର ମାନେ ପଇସା ଖର୍ଚ୍ଚ କରନ୍ତି ସେମାନେ ମୋତେ ପଇସା ଦେଲେ ବି ମୁଁ ଗ୍ରହଣ କରେନି, କିନ୍ତୁ ସେଟାକୁ ସବୁ କଣ୍ଠଶିଳ୍ପୀ ମାନେ ନିଅନ୍ତି, ଗୀତିକାର ମାନେ ନିଅନ୍ତି। ଷ୍ଟୁଡ଼ିଓରେ ଯାହା ଆନୁଷଙ୍ଗିକ ଖର୍ଚ୍ଚ ହେଲା ମାନେ ସେଇଟା ଖର୍ଚ୍ଚ ଲାଗେ। ମୁଁ କୌଣସି ପାରିଶ୍ରମିକ ଟଙ୍କାଟେ ନେଉନଥିଲି। କାହିଁ ନିଏ ନାହିଁ, କିନ୍ତୁ ସେମାନେ ଖାଇବା ପିଇବା ମାନେ ଯେଉଁ ଆତିଥ୍ୟଟା କରନ୍ତି, କିନ୍ତୁ ମୁଁ ସେଥିରେ ଡିମାଣ୍ଡ କରେନି। କାରଣ ମୁଁ ଯେହେତୁ ଚାକିରି ଖଣ୍ଡ କରିଥିଲି, ମୁଁ ଅଣବ୍ୟବସାୟିକ ସଙ୍ଗୀତ ନିର୍ଦ୍ଦେଶକ। 2022ରେ ଯେତେବେଳେ ରିଟାୟାରମେଣ୍ଟ କଲା ପରେ ମୁଁ ଏବେ ବି ପଇସା ନେଉନି, କିନ୍ତୁ ଯାହା ଖର୍ଚ୍ଚ ହୁଏ ସଙ୍ଗୀତ ପାଇଁ, ମୋର ଗୋଟେ ଗୀତ ଯଦି ଗୋଟେ ଆପଣ କମ୍ପୋଜିସନ୍ କଲେ, ଗୀତଟା ମ୍ୟୁଜିକାଲ୍ ଟ୍ରାକ୍ ହେବ, ହ୍ୟାଣ୍ଡସ୍ ମାନେ ବଜେଇବେ, ସିଙ୍ଗର ମାନେ ଗୀତ ଗାଇବେ, ଗୀତିକାର ଲେଖିବ, ପଇସା ନେବ। ତେଣୁ ଆପଣ ଭିଡ଼ିଓଗ୍ରାଫି କରିବେ, ତେଣୁ ସବୁ ପାଇଁ ଯାହା ଖର୍ଚ୍ଚ ହୁଏ ସେଥିରେ ଖର୍ଚ୍ଚ ହୁଏ। ମୁଁ କ'ଣ ଟଙ୍କାଟେ ଘରକୁ ନିଏନି। ଗୋଟେ ସଙ୍ଗୀତ ନିର୍ଦ୍ଦେଶନା ସାର୍ ଆନୁମାନିକ କେତେ ଆପଣଙ୍କର ଖର୍ଚ୍ଚ ହେଇଯାଏ? ମାନେ କେଉଁ ଗୀତଟା ପାଇଁ କହୁଛନ୍ତି? ସିନେମା ଗୀତ କହୁଛନ୍ତି ନା ଗୀତ ପାଇଁ ସାର୍ କେତେ ଖର୍ଚ୍ଚ ହେଇଯାଉଛି? ନା, ସିନେମା ଗୀତ ପାଇଁ କଲେ ଡିଫରେଣ୍ଟ ବଜେଟ୍ ଅଛି। ଆପଣ ଯଦି ଦେଶୀ ସିଙ୍ଗର ମାନେ ଆମ ଓଡ଼ିଆ ସିଙ୍ଗରମାନଙ୍କୁ ସୁଯୋଗ ନେଇକରି କରିବେ, ମ୍ୟୁଜିକ୍ ଟ୍ରାକ୍ ବନେଇ ଗୀତ କରିବେ, ତାହେଲେ ଗୋଟେ ଗୀତରେ ପାଖାପାଖି 50,000 ଟଙ୍କା ଖର୍ଚ୍ଚ ହେବ, 40ରୁ 50,000 ଟଙ୍କା ଖର୍ଚ୍ଚ ହେବ। କିନ୍ତୁ ଯଦି ବମ୍ବେ ସିଙ୍ଗର ନେବା, ଯଦି ବହୁତ ଆପଣ ଦେଖିବେ ବହୁତ ସିନେମାରେ ବହୁତ ସଙ୍ଗୀତ ନିର୍ଦ୍ଦେଶକ ମାନେ ବମ୍ବେ ସିଙ୍ଗରମାନଙ୍କୁ କଣ୍ଠଶିଳ୍ପୀମାନଙ୍କୁ ନେଇଛନ୍ତି। ବମ୍ବେ ସିଙ୍ଗରକୁ ବହୁତ ଡିମାଣ୍ଡ, ହାଇ ଡିମାଣ୍ଡ। ଆପଣ ଉଦିତ ନାରାୟଣ ହୁଅନ୍ତୁ, ସୁରେଶ ୱାଟକର ହୁଅନ୍ତୁ, କି ସେତେବେଳେ ମହମ୍ମଦ ଅଜିତ ଥିଲେ, ସୋନୁ ନିଗମ, ଏମାନେ 2 ଲକ୍ଷ 3 ଲକ୍ଷ ସେତେବେଳେ ନେଉଥିଲେ। ତେଣୁ ବଜେଟ୍ଟା ବଢ଼ିଯାଏ। ଆଉ ଓଡ଼ିଆ ସିଙ୍ଗରମାନଙ୍କୁ ହେଲେ ସିନେମାରେ 50-60 ହଜାର ଭିତରେ ଗୋଟେ ଗୀତ ହେଇଯିବ।
କିନ୍ତୁ ଏବେ ଆଲବମ୍ରେ ବି 50-60 ହଜାର ଖର୍ଚ୍ଚ ହେଉଛି, କାରଣ ଓଡ଼ିଆ ସିଙ୍ଗରମାନେ 10,000ରୁ 15,000 ଟଙ୍କା ନେଉଛନ୍ତି। ଓଡ଼ିଶାରେ ବର୍ତ୍ତମାନ ସବୁଠୁ ଦାମୀ ସିଙ୍ଗର ହେଲା ହ୍ୟୁମାନ ସାଗର। ହ୍ୟୁମାନ ସାଗର ସିଏ ମୋ ଗୀତ ଗାଇବାର 10,000 ଟଙ୍କା ନା ନିଏ, ସେ ଗୀତ ଗାଏ। ଆଉ ଇରା ମହାନ୍ତି ହୁଅନ୍ତୁ, ଅନ୍ତରା ଚକ୍ରବର୍ତ୍ତୀ ହୁଅନ୍ତୁ, ଏମାନେ ସମସ୍ତେ 8,000 10,000 ବି ନେଉଛନ୍ତି।